जय जगन्नाथ पिलाने तुमମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଲେପୁ କ୍ଲାସେସ୍କୁ ସ୍ୱାଗତ। ତ ଆଶା କରୁଛି ପିଲାମାନେ ସମସ୍ତେ ଭଲରେ ଥିବ। ଆଜି ଆମେ ଦେଖିବା MDC ହ୍ୟୁମାନ୍ ରାଇଟ୍ସର ଗୋଟେ କ୍ଲାସ୍। ତ ପିଲାମାନେ ପୂର୍ବରୁ ଆମେ ଦେଖିଥିଲେ ଦୁଇଟି କ୍ଲାସ୍ ବା ଇଣ୍ଟ୍ରୋଡକ୍ସନ୍ ବିଷୟରେ କିଛି ଜାଣିଥିଲେ ହ୍ୟୁମାନ୍ ରାଇଟ୍ସର, ଯାହାକି ଫାର୍ଷ୍ଟ ଚାପ୍ଟର ଆମର କ'ଣ ରହିଥିଲା ନାକି ଥିଲା ଆମର ଟିକେ ଦେଖିଦେବା ପିଲାମାନେ। ହଁ, ମାନବିକ ଅଧିକାର ବୁଝାମଣା, ହ୍ୟୁମାନ୍ ରାଇଟ୍ସ ବା ମାନବିକ ଅଧିକାର ବୁଝାମଣା, ଅଧିକାର ଧାରଣା ତା ସହିତ ମାନବିକ ଅଧିକାର ଅର୍ଥ, ପ୍ରକୃତି ଏବଂ ତାତ୍ପର୍ଯ୍ୟ ବିଷୟରେ ଆମେ ସବୁ ଆଲୋଚନା କରିସାରିଥିଲେ। ତ ଆଜି ଆମେ ଜାଣିବା ମାଗ୍ନା କାର୍ଟା ବିଷୟରେ ହେଲା। ତ ଆଉ ଡେରି କରି ଚାଲ ପିଲାମାନେ କ୍ଲାସ୍ଟା ଷ୍ଟାର୍ଟ କରିବା। ଦେଖ ମାଗ୍ନା କାର୍ଟା ହେଲା। ତ ମାଗ୍ନା କାର୍ଟା ଯାହାକି ରହିଛି, ଦେଖିବା କ'ଣ ମାଗ୍ନା କାର୍ଟା। ଦେଖ ପିଲାମାନେ, ପ୍ରଥମେ ଥିଲା ମାଗ୍ନା କାର୍ଟା ଯାହାକି 1215 ମସିହାରେ, ସେଇଟା ଆମର ହୋଇଥିଲା କ'ଣ 1215 ମସିହାରେ। 1215 ମାଗ୍ନା କାର୍ଟା ଯାହା ମହାନ ଚାର୍ଟର ଭାବରେ ମୋତେ ଜଣାଶୁଣା, ଯାହାକୁ ଆମେ ମହାନ ଚାର୍ଟର ବୋଲି ଆମେ କହିପାରିବା। ସମସ୍ତ ମାନବ ଇତିହାସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ଦଲିଲ। ତ ମାଗ୍ନା କାର୍ଟା ଗୋଟେ କ'ଣ ନା, ଆମର ଯେଉଁ ମାନବ ଇତିହାସ ରହିଛି ସବୁଠାରୁ ଗୋଟେ ଗୁରୁତ୍ୱପୂର୍ଣ୍ଣ ଯଦି ସାମ୍ବିଧାନିକ ଦଲିଲ ଯଦି ଆମେ କ'ଣ ଦେଖିବା, ସେ ହେଉଛି ମାଗ୍ନା କାର୍ଟା, ଯାହାକି 1215 ମସିହାରେ ଥିଲା। ଏହାର ମୁଖ୍ୟ ବିଷୟବସ୍ତୁ ଥିଲା ରାଜାଙ୍କ ଦ୍ୱାରା ସ୍ୱେଚ୍ଛାଚାରୀ କାର୍ଯ୍ୟ ବିରୁଦ୍ଧରେ ସୁରକ୍ଷା। ତ ଯେଉଁ ରାଜା ଯେଉଁ ମନ ଇଚ୍ଛା ଯେ ଶାସନ କରୁଥିଲେ ବା ତାଙ୍କର ଯେଉଁ ସ୍ୱେଚ୍ଛାଚାରୀ ଶାସନ ଥିଲା, ବା ଆମେ ଯଦି କହିବା କ'ଣ ନା ଏକଛତ୍ରବାଦୀ ଶାସନ ଯେଉଁ ଥିଲା, ତ ତା ବିରୁଦ୍ଧରେ ଏଇଟା ଗୋଟେ ସୁରକ୍ଷା। ଯେମିତି ଆମର ରହିଛି ସମ୍ବିଧାନ ହେଲା, ଆମର ଯେଉଁ ଇଣ୍ଡିଆନ୍ କନଷ୍ଟିଟ୍ୟୁସନ୍ ରହିଛି ପିଲାମାନେ, ଯାହାକି ସେ ଆମକୁ ବହୁତ ଗୁଡ଼ିଏ ସୁରକ୍ଷା ଦେଇଥାଏ। ତ ସେଭଳି ଭାବରେ ସ୍ୱେଚ୍ଛାଚାରୀ କାର୍ଯ୍ୟ ବିରୁଦ୍ଧରେ ସୁରକ୍ଷା ଦେବା ପାଇଁ ସେହି ସମୟରେ ମାଗ୍ନା କାର୍ଟା ଥିଲା ଗୋଟେ ମୁଖ୍ୟ ଦଲିଲ, ଗୋଟେ ସାମ୍ବିଧାନିକ ଦଲିଲ। ଚାର୍ଟରରେ 63ଟି ଧାରା ନାଗରିକମାନଙ୍କୁ ମୌଳିକ ନାଗରିକ ଏବଂ ଆଇନଗତ ଅଧିକାର ଗ୍ୟାରେଣ୍ଟି ଦେଇଥିଲା ଏବଂ ହେଲା ଏବଂ ଅନ୍ୟାୟ କର ଆଦାୟରୁ ବାରଣମାନଙ୍କୁ ସୁରକ୍ଷା ଦେଇଥିଲା। ତ ଏଇ ଯେଉଁ ମାଗ୍ନା କାର୍ଟା ଥିଲା ପିଲା କ'ଣ ନା, ସେଥିରେ 63ଟି ଧାରା ଥିଲା। ତ ଆମର ଯେମିତି ସମ୍ବିଧାନ ଅଛି, ଆମର ସମ୍ବିଧାନ ଅନ୍ୟ 400+ ଧାରା ରହିଛି ବର୍ତ୍ତମାନ। ତ ସେଭଳି ଭାବରେ ସେ ସମୟରେ 63ଟି ଧାରା ଥିଲା, ଯାହାଫଳରେ ଲୋକଙ୍କୁ କିଛି ମୌଳିକ ଅଧିକାର ମିଳିଥିଲା ଏବଂ କ'ଣ ନା ଆଇନଗତ ଅଧିକାର ମଧ୍ୟ କିଛି ତା'ର ଗ୍ୟାରେଣ୍ଟି ଥିଲା। ତା ସହିତ ବେଆଇନ ଆଦାୟରୁ ବାରଣମାନଙ୍କୁ ସୁରକ୍ଷା ଦେଇଥିଲା। ତ ଇଂରାଜୀ ଚର୍ଚ୍ଚ ମଧ୍ୟ, ଯେଉଁ ଇଂରାଜୀ ଚର୍ଚ୍ଚମାନେ ଥିଲେ, ସେମାନେ ମଧ୍ୟ ରାଜକୀୟ ହସ୍ତକ୍ଷେପରୁ ସ୍ୱାଧୀନତା ପାଇଥିଲା। ଇଂଲଣ୍ଡର ରାଜା ଜୁନ୍ 15, 1215 ଇଂରେଜ ବାରଣମାନଙ୍କୁ ମାଗ୍ନା କାର୍ଟା ପ୍ରଦାନ କରିଥିଲେ। ତ ଏଇଟା ମାଗ୍ନା କାର୍ଟା କେବେ ପ୍ରଦାନ କରିଥିଲେ ଏବଂ କିଏ ପ୍ରଦାନ କରିଥିଲେ ନା, ଇଂଲଣ୍ଡର ରାଜା ଯିଏକି ଥିଲେ, ସେ ସମୟ ତ ମୋର ମନେ ନାହିଁ। ତ ଜୁନ୍ 15, 1215 ହେଲା, ଜୁନ୍ 15, 1215 ସେ ଇଂରେଜ ବାରଣମାନଙ୍କୁ ରାଜା ମାଗ୍ନା କାର୍ଟା ପ୍ରଦାନ କଲେ, ମାନେ ତାଙ୍କୁ ଗୋଟେ ସୁରକ୍ଷା ଦେଲେ ଆଉ। ରାଜା ଏହି ଚାର୍ଟର ପ୍ରଦାନ କରିବାକୁ ବାଧ୍ୟ ହୋଇଥିଲେ, କାରଣ ରାଜା ଚାର୍ଟରେ ସ୍ୱାକ୍ଷର ନ କଲେ ବାରଣମାନେ ଅଧିକ କର ଦେବାକୁ ମନା କରିଥିଲେ। ତ ରାଜା ଚାର୍ଟରେ କାହିଁକି ବାଧ୍ୟ ହୋଇଥିଲେ ପ୍ରଦାନ କରିବାକୁ ଚାର୍ଟଟି ନା, ରାଜା ଚାର୍ଟରେ ସ୍ୱାକ୍ଷର ଯଦି ନ କରିବେ ହେଲା, ଯଦି ସ୍ୱାକ୍ଷର କଲେ ତ ଦେବାକୁ ବାଧ୍ୟ, ତାହେଲେ ବାରଣମାନେ ଅଧିକ କର ଦେବାକୁ ମନା କରିଦେଇଥିଲେ। ତ ବାରଣ ହେଉଛି ଏକ ସମ୍ଭ୍ରାନ୍ତ ଉପାଧି। ବାରଣ କ'ଣ ନା, ବାରଣ ହେଉଛି ଗୋଟେ ସମ୍ଭ୍ରାନ୍ତ ଉପାଧି, ଯାହା ନୋବେଲମାନଙ୍କ ପଞ୍ଚମ ସ୍ଥାନରେ, ଭିସ୍କାଉଣ୍ଟଙ୍କ ତଳେ କିନ୍ତୁ ନାଇଟ୍ଙ୍କ ଉପରେ ଥିଲା। ତ ଏଇଭଳି ଭାବରେ ସେ ଯେଉଁ ଉପାଧିଟା ଥିଲା ବାରଣ, ସେ ନୋବେଲମାନଙ୍କ ପଞ୍ଚମ ସ୍ଥାନରେ ଥିଲା। ନୋବେଲମାନଙ୍କ ସ୍ଥାନରେ ସେ ବାରଣ ଥିଲା ପଞ୍ଚମରେ, ଭିସ୍କାଉଣ୍ଟଙ୍କ ତଳେ ହେଲା, ଭିସ୍କାଉଣ୍ଟଙ୍କ ସେ ତଳେ ଥିଲା ଏବଂ ନାଇଟ୍ଙ୍କ ସେ ଉପରେ ରହୁଥିଲା। ଏଇ ବାରଣ ଉପାଧିଟା ସେମାନେ ହାଉସ୍ ଅଫ୍ ଲର୍ଡସ୍ କିମ୍ବା ବ୍ରିଟିଶ ସଂସଦରେ ସେବା କରନ୍ତି କି ଏଇ ଯେଉଁ ବାରଣମାନେ ହେଲା। ମନେ ରଖିଲେ ପିଲାମାନେ। ତ ମାଗ୍ନା କାର୍ଟା ହେଉଛି ଗୋଟେ ସାମ୍ବିଧାନିକ ଦଲିଲ, ଯିଏକି ଜୁନ୍ 15, 1215 କ'ଣ ଇଂଲଣ୍ଡର ରାଜା ବାରଣମାନଙ୍କୁ ପ୍ରଦାନ କରିଥିଲେ। ବା ସେତିକି ମନେ ରଖ, ଆଉ କିଛି ନାହିଁ। ମାନେ ଏଇ ଯେଉଁ ଆମର ଆସୁଛି ହ୍ୟୁମାନ୍ ରାଇଟ୍ସଟା ପିଲାମାନେ ବା ମାନବର ଯେଉଁ ଅଧିକାରଟା, ସେଇଟା କେମିତି ଧୀରେ ଧୀରେ ଆଗକୁ ଆସିଛି। ତ ଏଇଟା କ'ଣ 1215 ମଧ୍ୟ ଥିଲା, ବାରଣମାନଙ୍କୁ ପ୍ରଦାନ କରାଯାଇଥିଲା। ସେଟା ଆସିଲା ଇଂରାଜୀ ଅଧିକାର ବିଲ୍ 1689। 1215ରୁ ଡାଇରେକ୍ଟ 1689, ପାଖାପାଖି କେତେ 450 ବର୍ଷ ପରେ ହେଲା। ମାନବିକ ଅଧିକାର ବିକାଶର ପରବର୍ତ୍ତୀ ଉତ୍ସ ହେଉଛି ଇଂରାଜୀ ଅଧିକାର ବିଲ୍, ଯାହାକି ଡିସେମ୍ବର 16, 1689 ବ୍ରିଟିଶ ପାର୍ଲାମେଣ୍ଟ ଦ୍ୱାରା ପ୍ରଣୀତ ହୋଇଥିଲା। କେବେ ଡିସେମ୍ବର 16 ଏବଂ ଡିସେମ୍ବର 16, 1689 ହେଲା। ଏଇଟା ଆମର କାଦ୍ୟରେ ପ୍ରଣୀତ ହୋଇଥିଲା ନା, ବ୍ରିଟିଶ ପାର୍ଲାମେଣ୍ଟ ଦ୍ୱାରା। ବ୍ରିଟିଶ ସଂସଦ ସ୍ପଷ୍ଟ ଭାବରେ ରାଜାଙ୍କ ଉପରେ ଏହାର ସର୍ବୋଚ୍ଚତା ଘୋଷଣା କରିଥିଲେ। ତ ବ୍ରିଟିଶ ସଂସଦ ରାଜାଙ୍କ ଉପରେ ଏହା ସର୍ବୋଚ୍ଚତା ହେଲା, ରାଜାଙ୍କ ଉପରେ ଆଉ କିଛି ସର୍ବୋଚ୍ଚ ଅଛି ମାନେ ସେ ହେଉଛି ଇଂରାଜୀ ଅଧିକାର ବିଲ୍। ତ ଇଂରାଜୀ ଅଧିକାର ବିଲ୍ ଘୋଷଣା କରିଥିଲେ ରାଜାଙ୍କର କୌଣସି ଉତ୍ତରାଧିକାର ନାହିଁ, ରାଜାଙ୍କର କୌଣସି ଉତ୍ତରାଧିକାର ନାହିଁ ବୋଲି କିଏ କହିଥିଲା, ଯେଉଁ ଇଂରାଜୀ ଅଧିକାର ବିଲ୍ 1689। ଅଧିକାର ବିଲ୍ ବା ବିଲ୍ ଅଫ୍ ରାଇଟ୍ସ ପ୍ରଚଳିତ ଆଇନଗୁଡ଼ିକୁ ସଂହିତାବଦ୍ଧ କରିଥିଲା ଏବଂ ନାଗରିକଙ୍କ ଅଧିକାର ଏବଂ ସ୍ୱାଧୀନତାକୁ ସ୍ପଷ୍ଟ କରିଥିଲା। ଏଇ ଯେଉଁ ବିଲ୍ଟା ହେଲା, ଅଧିକାର ବିଲ୍ଟା ଥିଲା, ସେ ଆଇନଗୁଡ଼ିକୁ ସେ ସମୟ ଯେଉଁ ଆଇନଗୁଡ଼ିକ ଥିଲା ତାକୁ ସଂହିତାବଦ୍ଧ କଲା ଏବଂ ନାଗରିକଙ୍କ ଅଧିକାର ଆଉ ସ୍ୱାଧୀନତାକୁ ସେ ସ୍ପଷ୍ଟ କଲା ଯେ ନାଗରିକମାନଙ୍କୁ ଏଇ ଅଧିକାର ଦିଆଯାଇଛି, ତାଙ୍କୁ ଏଇ ସ୍ୱାଧୀନତା ଦିଆଯାଇଛି। ସାର୍ ଏଡୱାର୍ଡ କୋଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅଧିକାର ନିମ୍ନୋକ୍ତ 4ଟି ନୀତି ଉପରେ ଆଧାରିତ ଥିଲା। ତ ଏଇ ମାନେ ଅଧିକାରଟା କାଠାରୁ ଷ୍ଟାର୍ଟ ହେଇଥିଲା ନା, ସାର୍
एडवर्ड कोक है जो अधिकार गुड़िक से आरंभ होता है तो यहाँ 4टी नीति पर था। गोटे हूँ प्रथम पे संसदर सम्मति बिना कौन कर आदाय कर तो संसद जेमत पर्यंत कौन ना से देना सम्मति देना जेकोसी पर्यंत से पर्यंत कौन कर आदाय हो पार ना। ख नंबर देखा द्वितीय नंबर थी जो 4टी नीति प्रथम नीति तो देखिए द्वितीय नीति कौन कौन कारण दर्शा न जाए कौन प्रजा को जेल रखा जा पार कारण दर्शाइब तुम जेकोसी प्रजा को नहीं तुम जेल रखिपार। तो ग नंबर था सैनिक मान साधारण लोक सहित रहा अनुमति दिज्व नहीं तो साधारण लोक सहित रहा सैनिक मानक दिज्व नहीं। आ 4 था शांति समय सामरिक आईन व्यवहार कर जो सामरिक आईनटा शांति समय व्यवहार कर तो ये भाव 4टी नीति थी है। तार आसला अमेरिकीय स्वाधीनता घोषणा 1776 है। तो ब्रिटिश उपनिवेशवाद अधीन विद्रोह करता प्रथम उपनिवेश गुड़िक अमेरिकार 13टी राष्ट्र था। तो प्रथम जो उपनिवेशवाद राष्ट्र गुड़ था कौन अमेरिकार 13टी राष्ट्र जी कि इंग्रेज मैंने जो उपनिवेशवाद स्थापन करते ये राष्ट्र गुड़ 4 जुलाई 1776 से मातृदेश ठारू से स्वाधीनता घोषणा करते। ये जो राष्ट्र गुड़ थे मातृदेश किए थे इंग्लैंड तो से मातृदेश ही उपनिवेशवाद परिणत करता है। तो से घोषणा से करते ये घोषणानामा राजा स्वेच्छाचार विरोध में अभियोग आने और अमेरिका उपनिवेश गुड़िकर स्वाधीनता निश्चित करे। तो यही घोषणा जो से कले जो निजर स्वाधीनता केबे ना 4 जुलाई 1776 जो निजर 13टी राष्ट्र निजर जो स्वाधीनता घोषणा कले या फल कौन है ना राजा जो स्वेच्छाचारी शासन था विरुद्ध में अभियोग कले और निजे निजे स्वाधीनता को निश्चित कले आम अमेरिका उपनिवेश गुड़ आम हूँ स्वाधीन। मानव जाति इत्यादि अमेरिका स्वाधीनता घोषणार बहुत गुरुत्व रही कारण यह एपरि एक सरकार विरुद्ध में विद्रोह कर अधिकार यथार्थ करता जी आ व्यक्तित्व प्राकृतिक और अविच्छेद्य अधिकार गारंटी दे नाला है। ये भाव में से समय पे जो उपनिवेशवाद स्थापन करते इंग्लैंड जो आम अमेरिकार 13टी राष्ट्र पर से स्वाधीनता पाइबा दाबी कले से स्वाधीनता पाइले है। से कौन ना स्वेच्छाचारी शासन विरुद्ध में अभियोग कले। दार्शनिक दृष्टिकोण घोषणानामा 2टी मुख्य धारणा पर गुरुत्व देता कौन कौन ना प्रथम था व्यक्तिविशेष अधिकार गोटे विप्लवर यथार्थता ये 2टा मुख्य धारणा पर गुरुत्व देता कौन से जो अमेरिका स्वाधीनता घोषणाटा है कौ 2टा मुख्य धारणा गोटे हूँ व्यक्तिविशेष अधिकार और गोटे विप्लवर यथार्थता ये धारणा गुड़िक अमेरिका मान मध्य लोकप्रियता हासिल करते और विश्वव्यापी प्रभाव पकई ये भाव में अमेरिका स्वाधीनता घोषणा तार आसला अमेरिकार अधिकार बिल जी कि 1791 यहाँ है 1776 यहाँ हूँ 91। अमेरिकार संविधान सेप्टेम्बर 17 1787 कार्यकारी होता केवे कार्यकारी होता अमेरिकार संविधान ना सेप्टेम्बर 17 1787 पे सब ना जाक देख जून 15 1525 सॉरी 1600 हाँ सॉरी 1215 जाइए आम माग्ना कार्टा तो सेमती देख ये डेट अच्छी 17 ये 17 अच्छी तो प्राय मन रही कि प्रारंभिक संविधान मुख्य त्रुटि थे व्यक्तिगत स्वाधीनता और गोपनीयता को सुरक्षा देता अधिकार बिल अंतर्भुक्त कर विफलता राष्ट्रपति जेम्स मैडिसन अधिकार बिल फॉर्मेटर मोट 12टी संशोधन प्रस्ताव देते है। तो कौन थी ना से जो प्रारंभिक संविधान मुख्य त्रुटि था जो व्यक्तिगत स्वाधीनता और गोपनीयता को सुरक्षा देता अधिकार बिल अंतर्भुक्त कर ये विफलता होते किए ना राष्ट्रपति जेम्स मैडिसन अधिकार बिल फॉर्मेटर मोट 12टी संशोधन से प्रस्ताव देते राज्य विधानसभा गुड़ से 10टी अनुमोदन करते अधिकार बिल हूँ 10टी सांविधानिक संशोधन दी जाता नाम मात्र से जो 12टी देते से मात्र 10टी ही अनुमोदन होता। अधिकार बिल्र मुख्य धारणा हूँ राज्य स्तर में सरकारी अधिकारी द्वारा दुर्व्यवहार नागरिक मान सुरक्षा करवा। तो जो अधिकार बिल होता है जो 10टी को अनुमोदन कराला तार अर्थ कौन अधिकार बिल्र मुख्य धारणा कौन ना यहाँ मन रख पे अधिकार बिल्र मुख्य धारणा हूँ राज्य स्तर में सरकारी अधिकार द्वारा दुर्व्यवहार नागरिक मान जो राज्य स्तर तो देश तो जड़े रहीगले तो राज्य स्तर में जिते बड़े रोचे तो राज्य स्तर में कौन जो अधिकारी मैंने रोचे राज्यर अधिकारी मैंने से दुर्व्यवहार केमती सुरक्षा पाइबा से आमर कौन थी ना अधिकार बिल है। यही 10टी सांविधानिक संशोधन अधिकार बिल भाव में जनाशुना था। अधिकार बिल्र मुख्य धारणा हूँ राष्ट्र स्तर में सरकारी अधिकार द्वारा दुर्व्यवहार नागरिक को रक्षा करवा बास। तापर आसला 1799 मसीह फरासी मानव और नागरिक अधिकार घोषणा नामा है। फरासी आड़े आसवा अमेरिकार फरासी को आसिले बास्तिलर पतन और जातीय सभा द्वारा सामंतवाद कृतदास और श्रेणी सुविधार समाप्ति फ्रांस को एक नूतन युग में प्रवेश कराला। तो जितेबाला बास्तिलर पतन घटला जातीय सभा द्वारा जिते जातीय सभा स्टार्ट है सामंतवादर
କ୍ରୀତଦାସର ଏବଂ ଶ୍ରେଣୀ ସୁବିଧାର ପରିସମାପ୍ତି ଘଟିଲା ଏବଂ ଗୋଟେ ନୂତନ ଯୁଗ ଆସିଲା ଫ୍ରାନ୍ସରେ। 4 ଅଗଷ୍ଟ 1799 ମସିହାରେ ଜାତୀୟ ସଭା ମାନବିକ ଏବଂ ନାଗରିକ ଅଧିକାର ଘୋଷଣା କଲା। ତ ଯେଉଁ ଆମର ଡେଟ୍ଟା ଏଇଟା ମନେ ରଖ ପିଲାମାନେ, କ'ଣ ନା 4 ଅଗଷ୍ଟ 1799ରେ କ'ଣ ହେଲା ନା ଜାତୀୟ ସଭା ମାନବିକ ଏବଂ ନାଗରିକ ଅଧିକାର ହେଲା, ମାନବିକ ଆଉ ନାଗରିକ ଅଧିକାର ଘୋଷଣାନାମା କଲା। ପିଲାମାନେ ଦେଖ, ଏଇଟା ମାନବିକ ଆଉ ନାଗରିକ ମାନେ କ'ଣ? ମାନବିକ ମାନେ ସାରା ମାନବ ଜାତି ପାଇଁ ଯଦି ଆମେ କହିନେବା, ତ ନାଗରିକ ମାନେ ତାଙ୍କ ଦେଶର ନାଗରିକ ପାଇଁ ହେଲା। ତ ଏବେ ଆମେ ହେଉଛେ ମାନବିକ, ତ ଆମେ ହେଉଛେ ଗୋଟେ ମାନବ, ତ ଆମେ ଯାଇ ତାଙ୍କ ଦେଶରେ ବୁଲିକି ଆସିବେ, ତ ସେଥିରେ ଆମେ ମାନବିକରେ ଯିବା, ମାନବିକ ଅଧିକାର ହେଲା। ତ ଆଉ ନାଗରିକ ଅଧିକାର କ'ଣ ନା ତାଙ୍କ ଦେଶର ଯିଏ ମାନେ ସ୍ପେଶାଲ ପାଇଁ ରହିଛି ସେଇଟା। ତ ଏହି ଅଧିକାର ଗୁଡ଼ିକ 17ଟି ଧାରା ଅନୁଯାୟୀ ପ୍ରସ୍ତୁତ କରାଯାଇଥିଲା, 17ଟି ଧାରା ଥିଲା ହେଲା। ମାନବିକ ଏବଂ ନାଗରିକ ଅଧିକାର ଘୋଷଣାନାମା କେବଳ ଫ୍ରାନ୍ସର ଇତିହାସ ନୁହେଁ ବରଂ ୟୁରୋପ ଓ ମାନବ ଜାତି ଇତିହାସର ମଧ୍ୟ ବହୁ ସେଇଟା ଗୁରୁତ୍ୱପୂର୍ଣ୍ଣ। କେବଳ ଆମେ ସେଇଟା ଫ୍ରାନ୍ସ ଇତିହାସ ପାଇଁ କହିପାରିବାନି, ଏଇଟା ଆମର ୟୁରୋପ ଆଉ ସାରା ମାନବ ଜାତି ପାଇଁ ଆମ ଇତିହାସରେ ସେଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ଜିନିଷ। ଏ ଘୋଷଣାନାମା ପୁରୁଣା ଶାସନ ପାଇଁ ମୃତ୍ୟୁ ପରମାନ ଭାବରେ କାର୍ଯ୍ୟ କରିଥିଲା ଏବଂ ମହାନ ନୀତି ଉପରେ ପ୍ରତିଷ୍ଠା ଏବଂ ନୂତନ ସାମାଜିକ ଏବଂ ରାଜନୈତିକ ବ୍ୟବସ୍ଥା ପ୍ରଚଳନ କରିଥିଲା। ତ ଏଇଭଳି ଭାବରେ ଥିଲା ଆମର ପିଲାମାନେ କ'ଣ ନା 1799 ମସିହାର ଫରାସୀ ମାନବ ଏବଂ ନାଗରିକ ଅଧିକାର ଘୋଷଣାନାମା। ତାପରେ ତ ଏଇଟା ବାସ୍ତବରେ ଯେଉଁ ପତନ ଘଟିଲା ଏଇଟା ଦେଇଛି ଟିକେ ହେଲା। ତାର ଆସିଲା ପ୍ରଥମ ଜେନେଭା ସମ୍ମିଳନୀ, ପିଲାମାନେ ବହୁତ ଇମ୍ପୋର୍ଟାଣ୍ଟ ହେଲା। ତ ଏଇଟା କେବେ ହେଇଥିଲା ଆମର ନା 1864ରେ ହେଲା। ପ୍ରଥମ ଜେନେଭା ସମ୍ମିଳନୀ 1864ରେ ହେଇଥିଲା। ତ 1864 ମସିହାରେ ସ୍ୱିସ୍ ଫେଡେରାଲ କାଉନସିଲ୍ ଦ୍ୱାରା ଆମନ୍ତ୍ରିତ ଏବଂ ଜେନେଭା କମିଟି ଦ୍ୱାରା ଆୟୋଜିତ 16 ୟୁରୋପୀୟ ଦେଶ ଏବଂ ବିଭିନ୍ନ ଆମେରିକା ରାଷ୍ଟ୍ର ଅଂଶ ଗ୍ରହଣ ଦ୍ୱାରା ଜେନେଭାରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। କେବେ ନା 1864 ମସିହାରେ ସ୍ୱିସ୍ ଫେଡେରାଲ କାଉନସିଲ୍ ଦ୍ୱାରା। ତ ଏଇଟା କିଏ ଆମନ୍ତ୍ରିତ କରିଥିଲେ ନା ସ୍ୱିସ୍ ଫେଡେରାଲ କାଉନସିଲ୍ ଏବଂ ଜେନେଭା କମିଟି, ଆଙ୍କେ ଦୁଇ ଜଣ ମିଶିକି ଏଇଟା ଆମନ୍ତ୍ରିତ କରିଥିଲେ କିଏ ନା ସ୍ୱିସ୍ ଫେଡେରାଲ କାଉନସିଲ୍, ଆଉ ସେ ଆୟୋଜିତ କରିଥିଲେ କିଏ ନା ଜେନେଭା କମିଟି ହେଲା। ତ 16 ୟୁରୋପୀୟ ଦେଶ ଆସିଥିଲା, ବିଭିନ୍ନ ଆମେରିକା ରାଷ୍ଟ୍ର ସବୁ ଆସି ଅଂଶଗ୍ରହଣ କରିଥିଲେ। ଯୁଦ୍ଧ ସମୟରେ ଆହତ ସୈନିକଙ୍କ ଯତ୍ନ ପାଇଁ ଏହି ଚୁକ୍ତିକୁ ଅନୁମୋଦନ କରିବା ଲକ୍ଷ୍ୟରେ କୂଟନୈତିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ଉଲ୍ଲେଖିତ ଏବଂ ପରବର୍ତ୍ତୀ ଜେନେଭା ସମ୍ମିଳନ ଦ୍ୱାରା ବଜାୟ ରଖିଥିବା ପ୍ରାୟ ପ୍ରାଥମିକ ନିୟମଗୁଡ଼ିକ ମଧ୍ୟରେ ଆହତ ଏବଂ ଅସୁସ୍ଥ ସାମରିକ କର୍ମଚାରୀଙ୍କ ପାଇଁ ସମାନ। ତ ଏଇଟା ଆମର କାହା ପାଇଁ ଆସିଥିଲା ବେଶୀ କହିବାକୁ ଗଲେ ଆମର ସୈନିକମାନଙ୍କ ପାଇଁ ଏହି ଘୋଷଣାନାମାଟା କହିବାକୁ ଗଲେ ଥିଲା। ତାପରେ ଆସିଲା 7 ନମ୍ବର ଦେଖିବେ ପିଲାମାନେ, ଅନ୍ତର୍ଜାତୀୟ ମାନବିକ ଅଧିକାର ଘୋଷଣାନାମା ଇଣ୍ଟରନ୍ୟାସନାଲ ରାଇଟ୍ସ ଅଫ୍ ମ୍ୟାନ୍ 1929 ଦେଖିବା। ପ୍ରଥମ ବିଶ୍ୱଯୁଦ୍ଧ ପରେ ମାନବିକ ଅଧିକାର ଓ ମୌଳିକ ସ୍ୱାଧୀନତା ସମ୍ପର୍କରେ ପ୍ରଶ୍ନ ଉଠିବା ଆରମ୍ଭ ହେଲା। ଯେତେବେଳେ ପ୍ରଥମ ବିଶ୍ୱଯୁଦ୍ଧ ସରିଗଲା ନା ପିଲାମାନେ ହେଲା, ପରେ ମାନବିକ ଅଧିକାର ଓ ମୌଳିକ ସ୍ୱାଧୀନତା ସମ୍ପର୍କରେ ପ୍ରାୟ ବିଭିନ୍ନ ପ୍ରକାର ପ୍ରଶ୍ନ ଉଠିବା ଆରମ୍ଭ ହୋଇଗଲା। ଆନ୍ତର୍ଜାତୀୟ ମାନବ ଅଧିକାର ଘୋଷଣାନାମା 1929ରେ ଆନ୍ତର୍ଜାତୀୟ ଆଇନ ପ୍ରତିଷ୍ଠାନ ଦ୍ୱାରା ଗ୍ରହଣ କରାଯାଇଥିଲା। ଏଇଟା କାହା ଦ୍ୱାରା ଗ୍ରହଣ କରାଯାଇଥିଲା ନା ଅନ୍ତର୍ଜାତୀୟ ଆଇନ ପ୍ରତିଷ୍ଠାନ ଦ୍ୱାରା ଏଇ ଘୋଷଣାନାମାଟା ବା ଅନ୍ତର୍ଜାତୀୟ ମାନବ ଅଧିକାର ଘୋଷଣାନାମାଟା 1929ରେ ଗ୍ରହଣ କରାଯାଇଥିଲା। ଘୋଷଣାନାମାରେ କୁହାଯାଇଥିଲା ଯେ ବିଭିନ୍ନ ଜାତୀୟ ସମ୍ବିଧାନ, ବିଶେଷ କରି ଫ୍ରାନ୍ସ ଓ ଆମେରିକାର ସମ୍ବିଧାନ ଦ୍ୱାରା ସ୍ୱୀକୃତ ଏବଂ ସୁରକ୍ଷିତ ନାଗରିକମାନଙ୍କ ମୌଳିକ ଅଧିକାର ପ୍ରକୃତିରେ କେବଳ ସେହି ଦେଶର ନାଗରିକ ପାଇଁ ନୁହେଁ ବରଂ ବିଶ୍ୱବ୍ୟାପୀ ସମସ୍ତ ବ୍ୟକ୍ତିଙ୍କ ପାଇଁ କୌଣସି ପ୍ରକାର ଭେଦଭାବ ବିନା ଉଦ୍ଦିଷ୍ଟ ଥିଲା। ତ ଏଇ ଯେଉଁ ଆନ୍ତର୍ଜାତୀୟ ମାନବିକ ଅଧିକାର ଘୋଷଣାନାମାରେ କ'ଣ ହେଲା ନା ବିଶେଷ କରି ଯେଉଁ ଫ୍ରାନ୍ସ ଓ ଆମେରିକାର ସମ୍ବିଧାନ ଦ୍ୱାରା ଯେଉଁ ସ୍ୱୀକୃତ ହୋଇଥିଲା ବା ସୁରକ୍ଷିତ ହୋଇଥିଲା। ତ ସେ ସମୟରେ ମୁଁ ଗୋଟେ କହିଲି ଆମର ଆମେରିକାର କେତେ 63ଟି ଧାରା ଗୋଟେ କ'ଣ ଥିଲା ତାଙ୍କର, ଆଉ ଆଙ୍କର ଗୋଟେ କେତେଟା ଥିଲା ବର୍ତ୍ତମାନ ମୁଁ କହୁଥିଲି ଏବେ ହେଲା। ତ ଏଇ ଦିଟା କ'ଣ ତାଙ୍କ ନିଜ ଦେଶ ପାଇଁ କରିଛନ୍ତି ବା ଧାରା ଯେଉଁ ଥିଲା। ତ ବିଶେଷ କରି ଫ୍ରାନ୍ସ ଓ ଆମେରିକାର ଯେଉଁ ସମ୍ବିଧାନ ତିଆରି ହୋଇଛନ୍ତି ତାଙ୍କର ସ୍ୱୀକୃତ ଏବଂ ସୁରକ୍ଷିତ ନାଗରିକ ନାହିଁ ମୌଳିକ ଅଧିକାର ପ୍ରକୃତିରେ କେବଳ ସେହି ଦେଶର ନାଗରିକମାନେ ବରଂ ସେଇଟା ବିଶ୍ୱ କେବଳ ନିଜ ଦେଶ ପାଇଁ ନୁହେଁ ସାରା ବିଶ୍ୱ ପାଇଁ ସେଇଟା ଥିଲା। ତାପରେ ଆସିଲା ଜାତିସଂଘର ଚାର୍ଟର 1945। ତ ସାନ୍ ଫ୍ରାନ୍ସିସ୍କୋର ଅନୁଷ୍ଠିତ ଜାତିସଂଘ ସମ୍ମିଳନୀରେ ଯୋଗ ଦେଇଥିବା ସମସ୍ତ 51ଟି ରାଷ୍ଟ୍ରର ପ୍ରତିନିଧିମାନେ ଜାତିସଂଘ ଚାର୍ଟର ପ୍ରସ୍ତୁତ ଅନୁମୋଦନ ହୋଇଥିଲେ ଏବଂ ସର୍ବସମ୍ମତିକ୍ରମେ ସେଇଟା ଗ୍ରହଣ କରାଯାଇଥିଲା। କେତେଜଣ ରାଷ୍ଟ୍ର ପ୍ରତିନିଧିତ୍ୱ କରିଥିଲେ? 51 ଜଣ। କେବେ ନା 1945 କେଉଁଠାରେ ନା ସାନ୍ ଫ୍ରାନ୍ସିସ୍କୋରେ ହେଲା ଜାତିସଂଘ ଚାର୍ଟର ସନଦ ହେଲା। ତ ଜାତିସଂଘ ଚାର୍ଟରରେ ମାନବିକ ଅଧିକାରକୁ ଆଗକୁ ବଢ଼ାଇବା ଏବଂ ସୁରକ୍ଷା ଦେବା ନିୟମ ସବୁ ଅନ୍ତର୍ଭୁକ୍ତ ଥିଲା। ବା ଆମେ କ'ଣ ମାନବିକ ଅଧିକାରକୁ କେମିତି ଆଗକୁ ନେବା ଏବଂ ତାକୁ କେମିତି ମାନବିକ ଅଧିକାର ସୁରକ୍ଷା ଦେବା ଏହି ବିଷୟରେ ସବୁ ଆମ ଜାତିସଂଘ ଚାର୍ଟରରେ ଆମେ ଦେଖିବାକୁ ପାଇବା। ମାନବିକ ଅଧିକାର ଉଲ୍ଲେଖ କରିବା ଏବଂ ମୌଳିକ ଅଧିକାର ଗୁରୁତ୍ୱ ସ୍ୱୀକାର କରିବା ପାଇଁ ପ୍ରାରମ୍ଭିକ ଆନୁଷ୍ଠାନିକ ବିବୃତ୍ତି ଭାବରେ ଏହାର ସ୍ଥିତିରେ ଚାର୍ଟର ଗୁରୁତ୍ୱ ଦେଖିବାକୁ ମିଳେ। ଆମେ ସବୁ ଦେଖିବା କ'ଣ ରହିଛି, ଯେମିତି ମାନେ କ'ଣ ଏଇଟା ମାନବିକ ଅଧିକାରଟା ଅଧିକ ଇମ୍ପୋର୍ଟାଣ୍ଟ ଦିଆଯାଇଥିଲା। ତାପରେ ଆସିଲା ମାନବିକ ଅଧିକାରର ସାର୍ବଜନୀନ ଘୋଷଣାପତ୍ର ବା ୟୁନିଭର୍ସାଲ ଡିକ୍ଲାରେସନ୍ ଅଫ୍ ହ୍ୟୁମାନ୍ ରାଇଟ୍ସ 1948 ମସିହାରେ ଯେଉଁଟା ହେଇଥିଲା ଆମର। ମାନବିକ ଅଧିକାରର ସାର୍ବଜନୀନ ଘୋଷଣାପତ୍ର ଡିସେମ୍ବର 10,
এটা 1948 ହେବା କଥା ପିଲାମାନେ 1448 ହେଇଛି, ଏଇଟା ଭୁଲି ଯାଇଛି, ଏଇଟା 1948 ହେବ ହେଲା। 1948ରେ ଜାତିସଂଘର ସାଧାରଣ ସଭା ଦ୍ୱାରା ଗୃହୀତ ହୋଇଥିଲା। ଏହି ଘୋଷଣା ପତ୍ରରେ 30ଟି ଧାରା ଅଛି। ଆଉ ସମସ୍ତ ପୁରୁଷ, ମହିଳା ଓ ଶିଶୁମାନଙ୍କ ପାଇଁ ନାଗରିକ, ରାଜନୈତିକ, ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ଅଧିକାରକୁ ଅନ୍ତର୍ଭୁକ୍ତ କରେ। ତ ଆମର ମାନବିକ ଅଧିକାର ସାର୍ବଜନୀନ ଘୋଷଣା ପତ୍ରରେ ଆମେ କ'ଣ ଦେଖିବା ନା ଆମର ପୁରୁଷ, ମହିଳା, ଶିଶୁ ସମସ୍ତଙ୍କ ପାଇଁ ନାଗରିକ, ରାଜନୈତିକ, ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ ଅଧିକାରଗୁଡ଼ିକୁ ସେଠାରେ ସବୁ ଅନ୍ତର୍ଭୁକ୍ତ କରାଯାଇଛି। ତଥାପି ଘୋଷଣାପତ୍ରଟି ଆଇନଗତ ଭାବରେ ବାଧ୍ୟତାମୂଳକ ଦଲିଲ, ସେଇଟା ବାଧ୍ୟତାମୂଳକ ନୁହଁ, ବଟ୍ ସେଇଟା ତିଆରି ହେଇଛି। ଏହା ସମସ୍ତ ମାନବ ଜାତି ପାଇଁ କେବଳ ଗୋଟେ ଆଦର୍ଶ। ଏଇଟା ଆମେ ବାଧ୍ୟତାମୂଳକ ନୁହଁ, ଏଇଟା ଗୋଟେ ହେଉଛି ଆଦର୍ଶ। ତାପରେ ଆସିଲେ ପିଲାମାନେ ଦେଖିବା ମାନବିକ ଅଧିକାର ଉପରେ ଆନ୍ତର୍ଜାତୀୟ ଚୁକ୍ତିପତ୍ର ହେଲା। ମାନବ ଅଧିକାର ସାର୍ବଜନୀନ ଘୋଷଣାପତ୍ର ଯେତେବେଳେ ଆମର 1948ରେ ସରିଲା, ତ ସେଇଟା ଗୋଟେ ଆଇନଗତ ଭାବରେ ବାଧ୍ୟତାମୂଳକ ଦଲିଲ ନଥିଲା। ଏହାର କାର୍ଯ୍ୟକାରିତା ଅଭାବ ଥିଲା, ତାର କାର୍ଯ୍ୟକାରିତା ଟିକେ ଦୁର୍ବଳ ଥିଲା, ଏତେ ଭଲ ନଥିଲା କାର୍ଯ୍ୟକାରିତା। ଏହି ଅଭାବକୁ ଜାତିସଂଘ ସାଧାରଣ ସଭା ଦ୍ୱାରା ଡିସେମ୍ବର 1966ରେ 2ଟି ଚୁକ୍ତିପତ୍ର, ଯେପରି ଗୋଟେ ହେଲା ନାଗରିକ ଏବଂ ରାଜନୈତିକ ଅଧିକାର ଉପରେ ଆନ୍ତର୍ଜାତୀୟ ଚୁକ୍ତିପତ୍ର, ଆଉ ଗୋଟେ ହେଉଛି ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ଅଧିକାର ଉପରେ ଗୋଟେ ଆନ୍ତର୍ଜାତୀୟ ଚୁକ୍ତିପତ୍ର ଗ୍ରହଣ କରି ଦୂର କରିବାକୁ ଚେଷ୍ଟା କରାଯାଇଥିଲା। ଏଥିରେ କେବେ ନା 1966ରେ, ଡିସେମ୍ବର 1966ରେ ତ ଗୋଟେ 2ଟି ଚୁକ୍ତିପତ୍ର ଯେମିତି ହେଲା, ପ୍ରଥମଟା ହେଲା ନାଗରିକ ଏବଂ ରାଜନୈତିକ ଅଧିକାର ଉପରେ ଆନ୍ତର୍ଜାତୀୟ ଚୁକ୍ତିପତ୍ର, ସେକେଣ୍ଡ ହେଲା ଆର୍ଥିକ, ସାମାଜିକ, ସାଂସ୍କୃତିକ ଅଧିକାର ଉପରେ ଆନ୍ତର୍ଜାତୀୟ ଚୁକ୍ତିପତ୍ର ହେଲା। ସାର୍ବଜନୀନ ଘୋଷଣାପତ୍ର ଏବଂ ଇଚ୍ଛାଧୀନ ପ୍ରୋଟୋକଲ ସହିତ 2ଟି ଆନ୍ତର୍ଜାତୀୟ ଚୁକ୍ତିପତ୍ର, ମାନବ ଅଧିକାରର ଆନ୍ତର୍ଜାତୀୟ ବିଲ୍ ଅନ୍ତର୍ଭୁକ୍ତ ଥିଲା। ମାନବିକ ଅଧିକାର ଇତିହାସରେ ଆନ୍ତର୍ଜାତୀୟ ମାନବିକ ଅଧିକାର ବିଲ୍ ଏକ ମାଇଲଖୁଣ୍ଟ ଭାବରେ ପ୍ରତିନିଧିତ୍ୱ କରେ। ତ ଆମେ ଯଦି ଦେଖିବା ଯେଉଁ ଆନ୍ତର୍ଜାତୀୟ ମାନବିକ ଅଧିକାର ବିଲ୍ ଗୋଟେ ମାଇଲଖୁଣ୍ଟ ଭାବରେ ଆମର ମାନବିକ ଅଧିକାର ଇତିହାସରେ, ଏହା ମାନବିକ ଅଧିକାର ଏକ ଆଧୁନିକ ମାଗ୍ନା କାର୍ଟା କେଉଁଟା ନା ଆମର ଆନ୍ତର୍ଜାତୀୟ ମାନବିକ ଅଧିକାର ବିଲ୍। ଏଇଟା ଗୋଟେ ବର୍ତ୍ତମାନର ମାଗ୍ନା, ସେହି ସମୟରେ ଗୋଟେ ମାଗ୍ନା କାର୍ଟା ଥିଲା, ବର୍ତ୍ତମାନ ଏଇଟାକୁ ଆମେ ମାଗ୍ନା କାର୍ଟା ବୋଲି କହିପାରିବା। ତ ଆଜି ପାଇଁ ପିଲାମାନେ କ୍ଲାସ୍ଟି ଏତିକି ଥିଲା। ତ ପରବର୍ତ୍ତୀ କ୍ଲାସ୍ରେ ଆମେ ଦେଖିବା ମାନବିକ ଅଧିକାର 3 ପିଢ଼ି। ତ ରହୁଛି, ଜୟ ଜଗନ୍ନାଥ।